ଯେ ଗଣମାଧ୍ୟମ ବା ସାମ୍ବାଦିକ ଭାଇମାନଙ୍କୁ ମୁଁ କିଛି ଆକ୍ଷେପ କରି କହିଛି, କିନ୍ତୁ ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହିଁବି ଯେ ମୁଁ ଯାହାଟା ବି କହିଛି କୋଉଥିରେ ବି ମୁଁ ମିଡିଆ ବନ୍ଧୁ ବା ସାମ୍ବାଦିକ ବୋଲି କୋଉଠି କହିନି। ମୁଁ କହିଛି କିଛି ଚ୍ୟାନେଲ ଯୋଉଟା ସତ ସେଟା ସତ, କିଛି ଚ୍ୟାନେଲ ମାନେ ମୁଁ ଏଇଆ ମିନ୍ କଲି ଯେ ଯୋଉମାନେ ଆଜିକା ଡେଟ୍ରେ କେବଳ ରିଲ୍ସ କରୁଛନ୍ତି କି ସର୍ଟସ କରୁଛନ୍ତି, ଯାହାଙ୍କ ଉପରେ କୌଣସି କଟକଣା ନାହିଁ, ସରକାର କୌଣସି କଟକଣା ନାହିଁ, ଯିଏ ମୋ ଅଞ୍ଚଳରୁ 100 କିଲୋମିଟର ଦୂରରେ 500 କିଲୋମିଟର ଦୂରରେ ବସିଛି, 50 କିଲୋମିଟର ଦୂରରେ ବସିଛି, ଯିଏ ମୋ ଅଞ୍ଚଳ ବିଷୟରେ କିଛି ଜାଣି ନାହିଁ, ଯିଏ କେବେ ଫିଲ୍ଡକୁ ଯୋଉମାନେ ଆସନ୍ତି ନାହିଁ, ଘରେ ବସି ରିଲ୍ସ କରନ୍ତି, ସେମାନେ ଯୋଉଭଳି ଭାବରେ ମୋ ପରିବାର, ମୋ ବାପା, ମୋ ମାକୁ ଆକ୍ଷେପ କରିକି କହିଲେ କିଛି ନ ଜାଣିକି, ଘଟଣା ବିଷୟରେ କିଛି ନ ଜାଣିକି, ମୋର ଉଦ୍ଦେଶ୍ୟ ଥିଲା ସେଇମାନେ ହିଁ କେବଳ 2ଟା ଭ୍ୟୁଜ ପାଇବେ ବୋଲି ଗୋଟେ କଥାକୁ ନ ବୁଝି ତ ଜାଣି ତାକୁ ବଢେଇ ଚଢେଇ ରଙ୍ଗେଇ ଏମିତି ଜିନିଷ ଲେଖିଲେ ଯୋଉମାନଙ୍କ ପାଖରେ ସେ ଘଟଣାର ଭିଜୁଆଲ ମଧ୍ୟ ନାହିଁ, ସେ ଭିଜୁଆଲ ବି ନାହିଁ କି ସେ ଘଟଣାର ଷ୍ଟିଲ୍ ଫଟୋ ମଧ୍ୟ ନାହିଁ। ମୋର ଗୋଟେ କୋଉ ପୁରୁଣା ଷ୍ଟିଲ୍ ଫଟୋକୁ ପକେଇକି ତା ଦେହରେ ବିଭିନ୍ନ ପ୍ରକାର କମେଣ୍ଟସ ବା ପୋଷ୍ଟର ତିଆରି କରିକି ରଙ୍ଗେଇ ଛୁଙ୍ଗେଇ ଯୋଉମାନେ ନ୍ୟୁଜ କରୁଥିଲେ, ଆମେ କଣ ତାଙ୍କୁ କଣ କହିବା ଯେ ସେମାନେ କାହିଁକି ସେମିତି କରୁଛନ୍ତି? ତା ଉଦ୍ଦେଶ୍ୟ କଣ? ସତ ଜାଣିବାର ଉଦ୍ଦେଶ୍ୟ ନୁହେଁ। ବାହାରେ ରହିଲେ ଗୋଟେ ଅନ୍ୟ ଜିଲ୍ଲାର, ଆମ ଜିଲ୍ଲାର ବି ନୁହନ୍ତି, ଯୋଉମାନେ ସବୁ କଲେ, ମୋର ପରିବାର, ମୋର ପର୍ସନାଲିଟି, ମୋର ହିଷ୍ଟ୍ରି ବ୍ୟାକଗ୍ରାଉଣ୍ଡ ନେଇ କହିଲେ, ମୁଁ କେବଳ ସେଇମାନଙ୍କୁ କହିଥିଲି ଯେ 2ଟା ଭ୍ୟୁଜ ପାଇଁ ଏଇଭଳି ନେଗେଟିଭ ନ୍ୟୁଜ କରୁଛନ୍ତି ଏବଂ ତାଙ୍କୁ ମୁଁ ଅନୁରୋଧ କରିବି ଯେ ଯଦି ଆମର ଭ୍ୟୁଜ ଦରକାର ବି ବା ନିଜର ରିଲ୍ସ ଚାଲିବା ଦରକାର, ଆମେ ତାକୁ ପଜିଟିଭ ୱେରେ ମଧ୍ୟ କରିପାରିବା, କିଛି ଭଲ ଜିନିଷ ପ୍ରଚାର ପ୍ରସାର କରିକି ବି ଆମେ ଭ୍ୟୁଜ ପାଇପାରିବା। କୌଣସି ପ୍ରକାରରେ ଆମେ ନେଗେଟିଭ ନ୍ୟୁଜ କରିକି ଆମର ସମାଜର ୟା ଦେହରେ ଭଲ ହବନି ବା ଉନ୍ନତି ହବନି। ଏହି ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ଏଇଭଳିଆ ନେଗେଟିଭ ନ୍ୟୁଜ ନ କରାଯାଉ। ଧନ୍ୟବାଦ।